ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ସାଧନା ସପ୍ତାହରେ 3,18,00,000ରୁ ଅଧିକ ପାଠ୍ୟକ୍ରମ ସମାପ୍ତ ହୋଇଥିବା ସୂଚନା। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟ ଜାରି। ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 13 ଜଣ ମୃତ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଜି ମଧ୍ୟ ଜାରି ରହିବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2ଟି ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ ଓ ପଞ୍ଜାବ କିଙ୍ଗସ୍ ବିଜୟୀ। ଆଜି ଅନୁଷ୍ଠିତ ହେବ 2ଟି ମ୍ୟାଚ୍। କର୍ମଯୋଗୀ ଅଭିଯାନରେ ସାଧନା ସପ୍ତାହରେ 3,18,00,000ରୁ ଅଧିକ ପାଠ୍ୟକ୍ରମ ଶେଷ ହୋଇଥିବା ଜଣାପଡ଼ିଛି। ଚଳିତ ମାସ 2ରୁ 10 ତାରିଖ ମଧ୍ୟରେ ଅନୁଷ୍ଠିତ କର୍ମଯୋଗୀ ଅଭିଯାନରେ ଭବିଷ୍ୟତ ପାଇଁ ପ୍ରସ୍ତୁତି ତଥା ନାଗରିକ କୈନ୍ଦ୍ରିକ ଓ ଦକ୍ଷତା ପରିଚାଳିତ ନାଗରିକ ସେବା ଇକୋସିଷ୍ଟମ ପାଇଁ ସାଧନା ସପ୍ତାହ ଅନୁଷ୍ଠିତ ହୋଇଥିଲା। ସରକାରୀ କର୍ମଚାରୀଙ୍କ ମଧ୍ୟରେ ନିରନ୍ତର ଶିକ୍ଷା ଓ କ୍ଷମତା ନିର୍ମାଣ ଉପରେ ଏହି ଅଭିଯାନରେ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରାଳୟ ଅନୁଯାୟୀ 46 ଲକ୍ଷରୁ ଅଧିକ କର୍ମଚାରୀ ଅତି କମ୍ରେ ଗୋଟିଏ ପାଠ୍ୟକ୍ରମ ଶେଷ କରିଥିବା ବେଳେ 33 ଲକ୍ଷରୁ ଅଧିକ କର୍ମଚାରୀ 4 ଘଣ୍ଟାରୁ ଅଧିକ ଶିକ୍ଷା ସମାପ୍ତ କରିଛନ୍ତି। ପ୍ରାୟ 36,60,000 କର୍ମଚାରୀ କୃତ୍ରିମ ବୁଦ୍ଧିମତ୍ତା ସମ୍ବନ୍ଧୀୟ ପାଠ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ପୋଲିସ କର୍ମଚାରୀ ଏବଂ ଆଗଧାଡ଼ିର କର୍ମୀମାନଙ୍କ ଯୋଗଦାନ 47%ରୁ ଅଧିକ ରହିଥିଲା। ଏହି ଅଭିଯାନରେ 136ଟି ୱେବିନାର ଏବଂ 84ଟି ଦଳଗତ ଆଲୋଚନା ଆୟୋଜନ କରାଯାଇଥିଲା। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋରଦାର ହେଉଛି। ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତାମାନେ ନିର୍ବାଚନୀ ସଭା ଓ ରାଲିଗୁଡ଼ିକୁ ଉଦ୍ବୋଧନ ଦେଉଛନ୍ତି। ଗତକାଲି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟୁଆ, ଜାଙ୍ଗିପୁର ଏବଂ କୁଶମଣ୍ଡିରେ 3ଟି ରାଲିରେ ସାମିଲ ହୋଇଥିଲେ। ପଶ୍ଚିମବଙ୍ଗରେ ତୁଷ୍ଟିକରଣ ରାଜନୀତିକୁ ସମାପ୍ତ କରି ଏକକ ନାଗରିକ ସଂହିତା ଲାଗୁ କରିବା ଲାଗି ଶ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ, ବିଜେପି କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗରେ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଆରମ୍ଭ ହେବ। ଶ୍ରୀ ମୋଦି ତୃଣମୂଳ କଂଗ୍ରେସକୁ ସମାଲୋଚନା କରି ସେଠାରେ ଦୁର୍ନୀତି ଏବଂ କୁଶାସନ ବୃଦ୍ଧି ପାଇଥିବା ଅଭିଯୋଗ କରିଥିଲେ। ବରିଷ୍ଠ ବିଜେପି ନେତା ଅମିତ ଶାହା ପୁରୁଲିଆ ଏବଂ ବାଙ୍କୁରାରେ ନିର୍ବାଚନୀ ସଭାକୁ ଉଦ୍ବୋଧନ ଦେଇ ସରକାର ଗଠନ ହେବାର 45 ଦିନ ମଧ୍ୟରେ ସୀମାରେ ଅନୁପ୍ରବେଶ ବନ୍ଦ କରିବା ଲାଗି ତାରବାଡ଼ ନିର୍ମାଣ ନିମନ୍ତେ ଜମି ଯୋଗାଇ ଦିଆଯିବ ବୋଲି କହିଥିଲେ। ବିଜେପି କ୍ଷମତାକୁ ଆସିଲେ 45 ଦିନ ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ 7ମ ବେତନ କମିଶନ ଲାଗୁ କରାଯିବ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଙ୍କୁରା, ପଶ୍ଚିମ ମେଦିନୀପୁର ଏବଂ ଝାରଗ୍ରାମରେ ନିର୍ବାଚନୀ ସଭାକୁ ଉଦ୍ବୋଧନ ଦେଇ ଟିଏମ୍ସିକୁ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ। ବିହାରର କଟିହାର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 13 ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟା ସମୟରେ 31 ନମ୍ବର ଜାତୀୟ ରାଜପଥ କୋଢ଼ା ବ୍ଲକର ବାସଗଡ଼ା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଗୋଟିଏ ପିକଅପ୍ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାରେ ଜଣେ ମୋଟରସାଇକେଲ ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଆହତମାନଙ୍କୁ କୋଢ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପୂର୍ଣ୍ଣିଆ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ସୂଚନା ଅନୁଯାୟୀ ଏକ ଧାର୍ମିକ ପୂଜା ସାରି ଝାଡ଼ଖଣ୍ଡରୁ ପିକଅପ୍ ଗାଡ଼ିରେ ଫେରୁଥିବା ଶ୍ରଦ୍ଧାଳୁମାନଙ୍କୁ ବିପରୀତ ଦିଗରୁ ଆସୁଥିବା ଦ୍ରୁତଗାମୀ ବସ୍ ଧକ୍କା ଦେଇଥିଲା। ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି ବର୍ଣ୍ଣନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଉପରାଷ୍ଟ୍ରପତି ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟିହାର ଦୁର୍ଘଟଣାକୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି। ଶ୍ରୀ ମୋଦି ପିଏମ୍ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକମାନଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ସହାୟତା ଅର୍ଥ ଘୋଷଣା କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଘଟଣାରେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପାକିସ୍ତାନ ରାଜଧାନୀ ଇସଲାମାବାଦଠାରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଆଲୋଚନା ଆଜି ମଧ୍ୟ ଜାରି ରହିବ। ପ୍ରାୟ 15 ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି। ଗତ ଦଶନ୍ଧି ମଧ୍ୟରେ ୱାଶିଂଟନ ଏବଂ ତେହେରାନ ମଧ୍ୟରେ ଏହା ସର୍ବୋଚ୍ଚ ପ୍ରତ୍ୟକ୍ଷସ୍ତରୀୟ କଥାବାର୍ତ୍ତା ବୋଲି କୁହାଯାଇଛି। ଆମେରିକାର ଏକ ବିଶେଷଜ୍ଞ ଦଳ ଇରାନର ପ୍ରତିନିଧି ଦଳ ସହ ଆଲୋଚନା କରୁଛନ୍ତି। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ ଏବେ ତୃତୀୟ ତଥା ନିର୍ଣ୍ଣାୟକ ପର୍ଯ୍ୟାୟ ଆଲୋଚନା ଚାଲିଛି। ପୂର୍ବ ଦୁଇଟି ପର୍ଯ୍ୟାୟ ଆଲୋଚନା ପରେ ସଂଘର୍ଷ ସମାପ୍ତ କରିବା ଲାଗି ଇରାନ ପକ୍ଷରୁ ଦିଆଯାଇଥିବା 10 ସୂତ୍ରୀ ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇବା ନେଇ ଆଶା କରାଯାଉଛି। ଉଭୟ ପକ୍ଷ ମଧ୍ୟରେ ଲିଖିତ ତଥ୍ୟ ଆଦାନ ପ୍ରଦାନ ପରେ ଅନ୍ତିମ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି। ଇରାନର ତସ୍ନିମ୍ ସମ୍ବାଦ ସଂସ୍ଥା ଅନୁଯାୟୀ ଆଲୋଚନାରେ ପଶ୍ଚିମ ଏସିଆରେ ଯୁଦ୍ଧବିରତି, ଆମେରିକା ଦ୍ୱାରା ରଖାଯାଇଥିବା ଇରାନ ସମ୍ପତ୍ତିକୁ ମୁକ୍ତି ଏବଂ ହରମୁଜ୍ ପ୍ରଣାଳୀ ଉପରେ ଗୁରୁତ୍ୱ ଦିଆଯାଉଛି। ଇରାନର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ୍ କହିଛନ୍ତି, ଯଦି ଆମେରିକା ଇସ୍ରାଏଲର ସ୍ୱାର୍ଥକୁ ପ୍ରାଥମିକତା ଦିଏ ତେବେ କୌଣସି ଚୁକ୍ତି ହେବ ନାହିଁ। ଆଲୋଚନାରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଇରାନ ସଂସଦର ବାଚସ୍ପତି ଓ ଉଭୟ ଦେଶର ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ଇସଲାମାବାଦରେ ଆଲୋଚନା ଚାଲିଥିବା ସମୟରେ ଏକ ଭିଡ଼ିଓ ବାର୍ତ୍ତାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି, ଇରାନ ବିପକ୍ଷରେ ଏପର୍ଯ୍ୟନ୍ତ ଅଭିଯାନ ଶେଷ ହୋଇନାହିଁ। ତେବେ ଇରାନର ପରମାଣୁ କାର୍ଯ୍ୟକଳାପକୁ ନଷ୍ଟ କରିଦିଆଯାଇଛି ବୋଲି ଶ୍ରୀ ନେତନ୍ୟାହୁ ଦାବି କରିଛନ୍ତି। କୁଏତରେ ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ଆର୍ଥିକ ନେଟୱାର୍କ ବିରୋଧରେ ପରିଚାଳନା ସମ୍ପର୍କିତ ଅଭିଯାନରେ 24 ଜଣଙ୍କୁ ଗିରଫ କରାଯାଇଛି। ସେଠାକାର ପ୍ରଶାସନିକ ସୂଚନା ଅନୁଯାୟୀ ସୁରକ୍ଷା ସେବା ଦୁର୍ବଳ କରିବା ଏବଂ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ପାଣ୍ଠି ଯୋଗାଇବା ଯୋଜନାକୁ ନଷ୍ଟ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଗିରଫ ହୋଇଥିବା 24 ଜଣଙ୍କ ମଧ୍ୟରୁ ଜଣଙ୍କ ନାଗରିକତା ବାତିଲ କରିଦିଆଯାଇଛି। ଅନ୍ୟପକ୍ଷରେ ଦେଶ ବାହାରେ ରହୁଥିବା ଅନ୍ୟ 8 ଜଣ ନାଗରିକଙ୍କ ନାଗରିକତା ମଧ୍ୟ ବାତିଲ ହୋଇଛି। ତଦନ୍ତକାରୀ ସଂସ୍ଥା ସୂଚନା ଅନୁଯାୟୀ ସମ୍ପୃକ୍ତ ନେଟୱାର୍କରେ ଜଡ଼ିତ ବ୍ୟକ୍ତିମାନେ ଧାର୍ମିକ ଭାବନା ସୃଷ୍ଟି କରି ଦାନ ସଂଗ୍ରହ କରୁଥିଲେ ଏବଂ ସେହି ଅର୍ଥକୁ ବେଆଇନ ସଂସ୍ଥାଗୁଡ଼ିକୁ ପଠାଉଥିଲେ। ସମ୍ପୃକ୍ତ ଅର୍ଥକୁ ଅନେକ ବ୍ୟକ୍ତିଙ୍କ ମଧ୍ୟରେ ବଣ୍ଟନ କରାଯାଇଥିବା ଏବଂ ଚିହ୍ନଟରୁ ବର୍ତ୍ତିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିବା ଜଣାପଡ଼ିଛି। ଦେଶ ବାହାରୁ ଆସୁଥିବା ନିର୍ଦ୍ଦେଶ ଅନୁଯାୟୀ ସେମାନେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ସରକାର ଡିଜେଲ ଉପରେ ରପ୍ତାନୀ ଶୁଳ୍କ ଲିଟର ପିଛା 21 ଟଙ୍କା 50 ପଇସାରୁ 55 ଟଙ୍କା 50 ପଇସାକୁ ବୃଦ୍ଧି କରିଛନ୍ତି। ଅର୍ଥ ମନ୍ତ୍ରାଳୟ ସୂଚନା ଅନୁଯାୟୀ ବିମାନ ଟର୍ବାଇନ୍ ଇନ୍ଧନ ଉପରେ ମଧ୍ୟ ରପ୍ତାନୀ ଶୁଳ୍କ ଲିଟର ପିଛା 29 ଟଙ୍କା 50 ପଇସାରୁ 42 ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ପେଟ୍ରୋଲ ଉପରେ କୌଣସି ରପ୍ତାନୀ ଶୁଳ୍କ ଲାଗୁ ହୋଇନଥିବା କୁହାଯାଇଛି। ଆଇପିଏଲ୍ କ୍ରିକେଟରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ 23 ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଚଳିତ ସିଜିନ୍ରେ ପ୍ରଥମ ବିଜୟ ହାସଲ କରିଛି। ଚେନ୍ନାଇର M.A. ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ୍ 20 ଓଭରରେ 2 ୱିକେଟ୍ ବିନିମୟରେ 212 ରନ୍ ସଂଗ୍ରହ କରିଥିଲା। ସଞ୍ଜୁ ସାମସନ୍ 56ଟି ବଲ୍ରୁ 115 ରନ୍ ସଂଗ୍ରହ କରିଥିବା ବେଳେ ଆୟୁଷ ମାହାତ୍ରେ 59 ରନ୍ ସ୍କୋର କରିଥିଲେ। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ 20 ଓଭରରେ ସମସ୍ତ ୱିକେଟ୍ ହରାଇ 189 ରନ୍ କରିବାକୁ ସକ୍ଷମ ହୋଇଥିଲା। ସଞ୍ଜୁ ସାମସନ୍ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ 6 ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ 20 ଓଭରରେ 6 ୱିକେଟ୍ ବିନିମୟରେ 219 ରନ୍ ସ୍କୋର କରିଥିବା ବେଳେ ଏହାର ଜବାବରେ ପଞ୍ଜାବ କିଙ୍ଗସ୍ 7ଟି ବଲ୍ ବାକି ଥାଇ ମାତ୍ର 4 ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ଆଇପିଏଲ୍ କ୍ରିକେଟରେ 2ଟି ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ସନ୍ଧ୍ୟା 7:30 ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। କିର୍ଗିଜସ୍ତାନର ବିସ୍କେକ୍ଠାରେ ଅନୁଷ୍ଠିତ ଏସୀୟ କୁସ୍ତି ଚାମ୍ପିୟନସିପ୍ରେ ଗତକାଲି ଭାରତର ସୁଜିତ କାଲକାଲ ଓ ଅଭିମନ୍ୟୁ ମାଣ୍ଡୱେଲ୍ 65 କିଲୋଗ୍ରାମ ଏବଂ 70 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ଚାମ୍ପିୟନସିପ୍ରେ ଭାରତର ପଦକ ସଂଖ୍ୟା 14କୁ ବୃଦ୍ଧି ପାଇଛି। ସେଥିରେ 2ଟି ସ୍ୱର୍ଣ୍ଣ ଏବଂ 4ଟି ରୌପ୍ୟ ପଦକ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ସାଧନା ସପ୍ତାହରେ 3,18,00,000ରୁ ଅଧିକ ପାଠ୍ୟକ୍ରମ ସମାପ୍ତ ହୋଇଥିବା ସୂଚନା। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟ ଜାରି। ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 13 ଜଣ ମୃତ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଜି ମଧ୍ୟ ଜାରି ରହିବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା।
ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2ଟି ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ ଓ ପଞ୍ଜାବ କିଙ୍ଗସ୍ ବିଜୟୀ। ଆଜି ଅନୁଷ୍ଠିତ ହେବ 2ଟି ମ୍ୟାଚ୍। ସମ୍ବାଦ ଶେଷ ହେଲା।